ମିହିର ଭାଇ ଚାଲିଗଲା। ସେ ଓଡିଶା ପାଇଁ, ଓଡିଶାର ସିନେମା ଜଗତ ପାଇଁ ଗୋଟେ ଅପୂରଣୀୟ କ୍ଷତି। ବହୁ ଲୋକଙ୍କ ହୃଦୟରେ ଜାଗା ବାନ୍ଧିଥିବା ମଣିଷଟିଏ ମିହିର ଦାସ। ସବୁ ଚରିତ୍ରକୁ ନିଖୁଣ ଭାବରେ ଅଭିନୟ କରୁଥିବା ମଣିଷଟିଏ ମିହିର ଦାସ। ଆଉ ସେଭଳି ଗୋଟେ ଅଭିନେତା ଓଡିଶାକୁ ଆସିବ, ଓଡିଶା ସେମିତିଆ ଗୋଟେ ଅଭିନେତାକୁ ତିଆରି କରିପାରିବ, ଏ ଭାବନା ବାହାରେ। କାହିଁକି ଆଶା କରି ହଉନି। ବର୍ତ୍ତମାନ ସମୟ ଯାହା ହେଲାଣି, ସେମିତି ମନୋଭାବର ଜଣେ ଚରିତ୍ର ତିଆରି ହବ। ଏତେ ମେଳାପି, ଏତେ ସବୁ କଥା ସହିଯିବାର ମନୋବୃତ୍ତି, ସବୁ କଥା ବୁଝିବାର ମନୋବୃତ୍ତି, ହସଖୁସ ମେଳାପି, ଜୀବନ ସହିତ ସାଲିସ କରିକି ଚାଲିଥିବା ମଣିଷଟିଏ ମିହିର ଦାସ। ସେ ସବୁ ଜାଗାରେ ନିଜ ପରିବାର ସହିତ ନିଜ ସିନେମା ଇଣ୍ଡଷ୍ଟ୍ରିକୁ ସାମିଲ କରାଇ ଦେଇଥିଲେ। ନିଜେ ସିନେମା ଇଣ୍ଡଷ୍ଟ୍ରିର ଆଗକୁ ଯିବାର ଚେଷ୍ଟାରେ ଥିଲେ। ନିଜେ ଚାହୁଁଥିଲେ ଯେ ସିନେମା ଇଣ୍ଡଷ୍ଟ୍ରି ପାଇଁ ସେ ନିଶ୍ଚୟ ଭାବରେ ଆଗକୁ କାମ କରିବେ ବା ନେବେ। ଏମିତି କେତେ ଗୁଡିଏ କଥା ତାଙ୍କ ଭିତରେ ଥିଲା। ବନ୍ଧୁ ହିସାବରେ ମୁଁ ତ କହିବି ଗୋଟେ ଭଲ ସାଙ୍ଗ ଥିଲା। ସାଙ୍ଗ ହେଇକି ଯେତେବେଳେ ଅଭିନୟ କରିଛୁ, ବହୁତ ସିନେମା ତ କରିଛୁ, ତ କଲେ ଆମ ଭିତରେ ସେ ଭେଦଟା ନଥାଏ। ଅଭିନୟରେ ତ ଝଗଡା ଥାଏ। ସିଏ ଯଦି ଭିଲିଆନ ହେଇଥିବ, ମୁଁ କ୍ୟାରେକ୍ଟର ହେଇଥିବି, ମୁଁ ଯଦି କ୍ୟାରେକ୍ଟର, ସିଏ ଯଦି ଭିଲିଆନ, ଏମିତିଆ ହେଇକି ଚାଲେ। ହେଇଛି, ବହୁତ ଜାଗାରେ ହେଇଛି। କିନ୍ତୁ ମୁଁ କାହିଁ ଅନୁଭବ କରିପାରିନି ତା ଭିତରେ ଗୋଟେ ସେମିତିଆ ଭାବନା ଯେ ଲୋକଟା ସତ ସତିକା ରାଗି ଯାଉଛି କି ସତ ସତିକା ଭୁଲ ବୁଝିଲା କି ମତେ। ନା, ସେସବୁ ନଥିଲା ତାଙ୍କ ପାଖରେ। ମୁଁ ଅନୁଭବ କରିଛି ସେ ସେମିତିଆ ଲୋକ ନୁହଁ ଜମା। ଭାରି ମେଳାପି, ବନ୍ଧୁତା ଭିତରେ ବାନ୍ଧିଦେବା ପାଇଁ ସବୁବେଳେ ଚେଷ୍ଟା। ଗୋଟେ ଗୋଟେ ଆସ୍ତେ 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 ବନ୍ଦ। ଯେହେତୁ ସିନେମା ଆସ୍ତେ ଆସ୍ତେ ସରି ସରି ଆସିଲା, ସିନେମା ୟୁଟ୍ୟୁବ କୁ ପଳେଇଲା, ଇଏ ସବୁ ଅଭିମାନ କରିକି ଚାଲିଗଲେ ବୋଧେ। ଖାଲି ଅଭିମାନର କଥା। ସିନେମା ଟେଲିଭିଜନ ଭିତରକୁ ପଳେଇ ଆସିଲା, ୟୁଟ୍ୟୁବ କୁ ଚାଲିଗଲା, ଛୋଟ ପର୍ଦ୍ଦାକୁ ଚାଲି ଆସିଲା। ସେମାନେ ସେ ଅଭିମାନରେ ଚାଲିଗଲେ। ଭିତରେ ସୁଖକୁ ଖୋଜିଲେ ଦୁଃଖ ଯାଏ ଦୂରେ।